28ଟି ରାଜ୍ୟ 8ଟି କେନ୍ଦ୍ରଶାସିତ ଅଞ୍ଚଳ। ଉତ୍ତରରୁ ଆରମ୍ଭ କଲେ ହିମାଳୟ କୋଳରେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ, ତା ତଳକୁ ପଞ୍ଜାବ, ହରିୟାଣା ଏବଂ ଜନବହୁଳ ଉତ୍ତର ପ୍ରଦେଶ, ଆଉ ପଶ୍ଚିମରେ ଭାରତର ସର୍ବବୃହତ ରାଜ୍ୟ ରାଜସ୍ଥାନ। ଦେଶର ହୃଦୟରେ ରହିଛି ଶିଳ୍ପବହୁଳ ଗୁଜରାତ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାର। ଆଉ ପୂର୍ବ ଉପକୂଳରେ ରହିଛି ପଶ୍ଚିମବଙ୍ଗ ସହ ଆମ ନିଜ ରାଜ୍ୟ ଓଡ଼ିଶା। ଦାକ୍ଷିଣାତ୍ୟ ମାଳଭୂମିକୁ ଗଲେ ମହାରାଷ୍ଟ୍ର, ଛୋଟ ଓ ସୁନ୍ଦର ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା। ଏହି ରାଜ୍ୟଗୁଡ଼ିକ ଭାରତର ଆଇଟି ଏବଂ ସାମୁଦ୍ରିକ ଶକ୍ତି। ଆଉ ଉତ୍ତର ପୂର୍ବ ଦିଗରେ ରହିଛି ସିକ୍କିମ ସହ ରହସ୍ୟମୟ ସେଭେନ ସିଷ୍ଟର୍ସ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ମେଘାଳୟ। ଏବେ ଆସନ୍ତୁ ଆମର 8ଟି କେନ୍ଦ୍ରଶାସିତ ଅଞ୍ଚଳ ବା ୟୁନିୟନ ଟେରିଟୋରିକୁ। ଉତ୍ତରରେ ଆମର ମୁକୁଟ, ସର୍ବବୃହତ ଲଦାଖ ଏବଂ ଜାମ୍ମୁ କାଶ୍ମୀର। ତା ତଳକୁ ଚଣ୍ଡିଗଡ଼ ଏବଂ ଆମ ଜାତୀୟ ରାଜଧାନୀ ଦିଲ୍ଲୀ। ପଶ୍ଚିମ ଉପକୂଳରେ ରହିଛି ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଡିଉ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଡୁଚେରୀ। ଏହା ଗୋଟିଏ ଜାଗାରେ ନାହିଁ, ଏହାର 4ଟି ଜିଲ୍ଲା କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ବିଛାଇ ହୋଇ ରହିଛି। ଆଉ ଶେଷରେ ସମୁଦ୍ର ମଝିରେ ଥିବା ଆମର ପ୍ରମୁଖ ଘାଟି, ଆରବ ସାଗରରେ ଲାକ୍ଷାଦ୍ୱୀପ ଏବଂ ବଙ୍ଗୋପସାଗରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ଅନେକ ଭାଷା ଓ ଭୂଗୋଳ ସତ୍ତ୍ୱେ ଆମେ ସମସ୍ତେ ଗୋଟିଏ। ଆପଣ କେଉଁ ରାଜ୍ୟରୁ ଏହି ଭିଡିଓ ଦେଖୁଛନ୍ତି? କମେଣ୍ଟ କରନ୍ତୁ ଏବଂ ଆକାଶ GMSNକୁ ଫଲୋ କରନ୍ତୁ।